ସୁଭଦ୍ରା ଯୋଜନା ତୃତୀୟ କିସ୍ତି ପାଇଁ ଅପଡେଟ୍ ଆସିଯାଇଛି। ଦେଖନ୍ତୁ ଆପଣମାନେ ଜାଣିଛନ୍ତି ଏଇ ରାକ୍ଷୀ ପୂର୍ଣ୍ଣିମାରେ 9 ଅଗଷ୍ଟରେ ଆପଣମାନେ ଖୁବ୍ ଶୀଘ୍ର ପାଇବାକୁ ଯାଉଛନ୍ତି। ତା ପୂର୍ବରୁ କଣ ଅପଡେଟ୍ ରହିଛି ଦେଖନ୍ତୁ ଜାଣିପାରିବେ। କୋଉମାନଙ୍କୁ ମିଳିବ ତୃତୀୟ କିସ୍ତିରେ, କୋଉମାନଙ୍କୁ ମିଳିବ କୋଉମାନଙ୍କୁ ମିଳିବ ନାହିଁ, ତାହା ଅପଡେଟ୍ ଆସି ଜାଣିପାରିବେ। ଖାତାକୁ ଆସିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା। ରାଜ୍ୟର କୋଟିରୁ ଅଧିକ ମହିଳାମାନଙ୍କ ଖାତାକୁ ଆସିବ ଟଙ୍କା। ଏଇ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ଦ୍ୱିତୀୟ କିସ୍ତି ପର୍ଯ୍ୟାୟରେ 10,000 ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରା ତୃତୀୟ ପର୍ଯ୍ୟାୟ କିସ୍ତି ଟଙ୍କା ହିତାଧିକାରୀକୁ ମିଳିବ। ଦୁଇଟି କିସ୍ତିରେ ମୋଟ 10,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀମାନେ। ତେବେ କେବେ ଆସିବ ତୃତୀୟ କିସ୍ତି ଟଙ୍କା? ଯେଉଁମାନେ ପାଇବେ ଅଯୋଗ୍ୟ ହିତାଧିକାରୀ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ସମସ୍ତ ଯୋଗ୍ୟ ହିତାଧିକାରୀ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଅର୍ଥାତ୍ 9 ଅଗଷ୍ଟରେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ କରିସାରିଛନ୍ତି। ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ତାଙ୍କ ପାଇଁ ବଡ଼ ସୂଚନା। ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି କି ସେମାନେ ୱେବସାଇଟକୁ ଯାଇ ଆପଣମାନେ ଚେକ୍ କରିପାରିବେ। ଜନସେବା କେନ୍ଦ୍ର ବି ଏଇ ନେଇ ପାଇପାରିବେ। ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ତଥ୍ୟ ମେଳ ଖାଉନଥିଲେ ସୁଭଦ୍ରା ଆବେଦନ ଖାରଜ ହୋଇଯିବ। ଏହି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭୁଲ ଆଧାର ତଥ୍ୟ ଦିଆଯାଇଥିବା ତେବେ ଆବେଦନ ରିଜେକ୍ଟ ହୋଇଯିବ।